ସମାଜରେ ପୁତ୍ର ପରିବର୍ତ୍ତେ କନ୍ୟା ଜନ୍ମରେ ଆନନ୍ଦର ଲହରୀ। ଓଡ଼ିଶାର କମେଡି କିଙ୍ଗ ପ୍ରଜ୍ଞାରଞ୍ଜନ ଖଟୁଆଙ୍କ ଏକ କନ୍ୟାରତ୍ନ ସୁଦୂର ବୃନ୍ଦାବନ ପୀଠରେ ଜନ୍ମ ହୋଇ ବିଶେଷ ଆନନ୍ଦର ଲହରୀ ସୃଷ୍ଟି ହୋଇଛି। ପବିତ୍ର ପୀଠରେ ଜନ୍ମ ହୋଇଥିଲେ ମଧ୍ୟ ନିଜର ଜନ୍ମପୀଠ କଟକ ଜିଲ୍ଲା ମାହାଙ୍ଗାସ୍ଥିତ ଭଦ୍ରେଶ୍ୱର ପଞ୍ଚାୟତ ସାହାନିଆଜପୁର ଗ୍ରାମରେ ଅନନ୍ତ ଉଦ୍ୟାନରେ କନ୍ୟାରତ୍ନ ଶ୍ରୀଜୀ ପ୍ରଜ୍ଞାନନ୍ଦା ଖଟୁଆଙ୍କ 21 ଅନୁଷ୍ଠିତ ହୋଇଯାଇଛି। ପୁରୀର ପୂଜକ ଓ ଯାଜପୁର ଜିଲ୍ଲା ଛତିଆସ୍ଥିତ ବିଦ୍ୟାଧରପୁର ଇସ୍କନ ହରେକୃଷ୍ଣ ମନ୍ଦିରର ଭକ୍ତବୃନ୍ଦଙ୍କ ଦ୍ୱାରା ଭଜନ ସମାରୋହ ଅତି ଉଚ୍ଚକୋଟୀର ଆନନ୍ଦ ଉଲ୍ଲାସ ମଧ୍ୟରେ ଗୁରୁଜୀ ପ୍ରଜାପତି ଦାସ, ରଞ୍ଜନ ଗୁପ୍ତେଶ୍ୱର ଦାସ, ତପନ କୁମାର ପ୍ରମୁଖ ବହୁ ସମୟ ଧରି କୃଷ୍ଣ ରସାମୃତ ଭଜନ ପରିବେଷଣ କରିଥିଲେ। ସତ୍ୟନାରାୟଣ ପାଲା ଗାୟିକା ସ୍ୱର୍ଣ୍ଣପ୍ରଭା ପ୍ରିୟଦର୍ଶିନୀ ଲେଙ୍କା ଓ ତାଙ୍କ ସାଥୀମାନଙ୍କ ଦ୍ୱାରା ପାଲା ପରିବେଷଣ କରି କନ୍ୟାକୁ ଆଶୀର୍ବାଦ କରିଥିଲେ। ଶେଷରେ କଳାଜଗତର ଶିଶୁ କଳାକାରମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଏହି ଉତ୍ସବରେ ସିନେମା ସିରିଏଲ ଜଗତର ହାସ୍ୟ ଅଭିନେତା ଶଙ୍କର୍ଷଣ ପ୍ରଧାନ, ଭକ୍ତିରଞ୍ଜନ ଦାସ, ଟୁକୁନା ଷ୍ଟାଇଲିଷ୍ଟ, ବିଶିଷ୍ଟ ସଙ୍ଗୀତ ଶିଳ୍ପୀ ଓ ଆଗଧାଡ଼ିର ଅଭିନେତା ଶଶାଙ୍କ ଶେଖର, ଫିଲ୍ମ ପ୍ରଡ୍ୟୁସର ନବ ସାହୁ, ସୁର ଦାଦା ଓ ବହୁ କଳାକାର ଯୋଗ ଦେଇଥିଲେ। ଏଥିରେ ମାହାଙ୍ଗା ଅଞ୍ଚଳର ମହିମା ଧର୍ମ ଗବେଷକ ଡକ୍ଟର ଏକାଦଶୀ ପ୍ରଧାନ, ଶିଶୁରୋଗ ବିଶେଷଜ୍ଞ ଡକ୍ଟର ଅରକ୍ଷିତ ସ୍ୱାଇଁ ଓ ଆଖପାଖ ଅଞ୍ଚଳର ବହୁ ଜନସାଧାରଣ ଯୋଗଦେଇ ପ୍ରଜ୍ଞା ସୁନନ୍ଦା ରାଧାକୃଷ୍ଣଙ୍କ ଅପାର କରୁଣାରୁ ସମସ୍ତଙ୍କ ପ୍ରତି ଅଜାଡ଼ି ପଡ଼ିବା ସହିତ ଜଗତର କଲ୍ୟାଣ ହେଉ ବୋଲି କହିଥିଲେ। ମାହାଙ୍ଗାରୁ ବିଜୟ କୁଆଁରଙ୍କ ରିପୋର୍ଟ, ନିର୍ବାଣ ଲାଇଭ୍।